ଆରେ ଝିଅ ମାନେ ତୁମ ମାନଙ୍କର ବାହାଘର ହେଇଗଲା। ମୋ ମୁଣ୍ଡରୁ ଟିକେ ବୋଝ ଓହ୍ଲେଇଗଲା। ମୁଁ ତୁମ ମାନଙ୍କୁ କିଛି କହିବାକୁ ଚାହୁଁଛି। ହଁ ବାପା କୁହ, ତୁମେ କ'ଣ କହିବାକୁ ଚାହୁଁଛ? ଦେଖ ଝିଅ, ମୁଁ ଚାହୁଁଥିଲି ତୁମେ ତିନି ଭଉଣୀ ଏକା ସାଙ୍ଗରେ ଖୁସିରେ ରୁହ। ସେଇଥିପାଇଁ ମୁଁ ତୁମ ତିନି ଜଣଙ୍କର ବାହାଘର ଗୋଟିଏ ଘରେ କରେଇ ଦେଲି। ତୁମେ ଜଣ ଅନ୍ୟ ଜଣଙ୍କର ଯତ୍ନ ନେବ। ଆଉ ଚିଙ୍କି, ତୁ ଅନ୍ୟ ଦୁଇ ଭଉଣୀଙ୍କୁ ସମ୍ଭାଳିବୁ। ସେମାନେ ତୋ ଠାରୁ ଛୋଟ। ଅନ୍ୟ ଭଉଣୀମାନେ କେବେ କେବେ ଭୁଲ କରିଦେବେ। ତୋର କାମ ହେଉଛି ତାଙ୍କୁ ଠିକ ବାଟକୁ ଆଣିବା, ତାଙ୍କୁ ସମ୍ଭାଳିକି ରଖିବା। ବୁଝିଲୁ ତ? ହଁ ବାପା, ମୁଁ ତୁମ କଥାର ଧ୍ୟାନ ରଖିବି। ହେଲେ ବାପା, ତୁମର ଧ୍ୟାନ କିଏ ରଖିବ? ଆରେ ମୋ ଧ୍ୟାନ ରଖିବା ଦରକାର ନାହିଁ। ଏଠି ଅନେକ ଲୋକ ଅଛନ୍ତି, ସେମାନେ ମୋ ଧ୍ୟାନ ରଖିନେବେ। ତୁମେ ମାନେ ତୁମ ଶାଶୁ ଘରର ଧ୍ୟାନ ରଖ। ଆଉ ମୋର ବା କ'ଣ ଅଛି? ଗୋଟେ ଗୋଡ଼େ ଘର ତ, ଆଉ ଗୋଟେ ଗୋଡ଼େ ମଶାଣି। କେଜାଣି କେତେବେଳେ ବା କ'ଣ ହେବ। ବାପା, ତୁମେ ଏମିତି କାହିଁକି କହୁଛ? ଏମିତି କୁହନି। ତୁମେ ଦୁଇ ଭଉଣୀ ତୁମ ଦିଦିର କଥା ମାନିବ, ତାର ଧ୍ୟାନ ରଖିବ। ହଉ, ଏବେ ବାହାରକୁ ଚାଲ। ତୁମମାନଙ୍କର ସବାରି ସଜଡ଼ା ହେଇକି ଅଛି, ଡେରି ହେଲାଣି। ଆରେ ବୁଢ଼ା, ଏତେ ଜୋରରେ କାହିଁକି ଚିଲଉଛୁ? ସମସ୍ତଙ୍କ ଝିଅ ଏମିତି ବିଦା ହୁଅନ୍ତି, ତୋର ବି ହେଲା। ଆମେ ମାନେ ତ ଏଠି ଅଛୁ, ତୁ ବ୍ୟସ୍ତ କାହିଁକି ହେଉଛୁ? ଆରେ ମିନୁ, ତୁ ଅଛୁ ସେଇଥିପାଇଁ ମୁଁ ତ ଏପର୍ଯ୍ୟନ୍ତ ବଞ୍ଚିକି ଅଛି, ନହେଲେ କେବେଠାରୁ ଉପରକୁ ଚାଲି ଯାଆନ୍ତିଣି। ତୋର ଏଇ ରାଗ ରାଗ କଥା ତ ଦେହରେ କଣ୍ଟା ଭଳି ଲାଗେ। ଆଉ ଏମିତି ଲାଗେ ଯେମିତି ଦେହରେ ବିଜୁଳି ଖେଳିଗଲା। ଆରେ ବୁଢ଼ା, ତୁ ଏମିତି କ'ଣ କହୁଛୁ? ହଉ, ଏଇ ନେ, ମୁଁ ତୋ ପାଇଁ ଖାଇବା ନେଇକି ଆସିଛି, ଖାଇଦେ। ହଉ ଠିକ ଅଛି, କିଛି କଥା ନାହିଁ। ମୁଁ ଝିଅମାନଙ୍କୁ କହିଥିଲି, ଗାଁରେ ମୋର ଦେଖାଶୁଣା କରିବାକୁ ବହୁତ ଲୋକ ଅଛନ୍ତି। ତୁମେ କେହି ଚିନ୍ତା କରନି। ମା, ଏଇ ନିଅ, ତୁମର ତିନୋଟି ବୋହୂ ଆସିଗଲେ। ତୁମେ କହିଥିଲ ନା ଜଲ୍ଦି ବାହା ହେବାକୁ। ଘରେ କିଛି ସମସ୍ୟା ଚାଲିଛି। ଦେଖ, ମୁଁ ବାହା ହେଇଗଲି। ହଉ, ତୁ ତ ଠିକ କଲୁ। ଏଇ ପୋଡ଼ା ମୁହିଁ ମାନଙ୍କୁ ତଳକୁ ତ ଓହ୍ଲାଅ, ଦେଖେ ଏମାନଙ୍କର ମୁହଁ କେମିତିକା। ହଁ, ଠିକ ଠାକ ଅଛନ୍ତି। ହେଲେ ମୁଁ ଖାଲି ତୁମ ମୁହଁ ଦେଖିବାକୁ ବାହାଘର କରେଇନି, ଘରର କାମଧନ୍ଦା ବି କରିବାକୁ ହେବ। ଯାଅ, ଘର ଭିତରକୁ ଯାଅ, ଆଉ କାମଧନ୍ଦା ସବୁ ଭଲ ଭାବରେ ବୁଝିନିଅ। କାମଧନ୍ଦା ସବୁ କାଲିଠାରୁ ଆରମ୍ଭ କରିଦେବ। ଆଉ ହଁ, ଠିକ ସମୟରେ ସବୁ କାମ ହେଇଯିବା ଦରକାର। ହଉ ମା, ମୁଁ ଟିକେ ଯାଉଛି ନଦୀକୁ ଗାଧେଇ ଆସିବି। ଭାରି ଜୋରରେ ଗରମ ଲାଗୁଛି, ଦେହ ସାରା ତ ପୁରା ଝାଳରେ ଓଦା ହେଇଗଲାଣି। ହଉ ହଉ, ଯା ମୋ ପୁଅ, ତୁ ଯା। ଆରେ ପୋଡ଼ା ମୁହିଁ ମାନେ ସକାଳୁ ସକାଳୁ କୁଆଡ଼େ ଚାଲି ଯାଉଛ? ଘରେ କ'ଣ କିଛି କାମଧନ୍ଦା ନାହିଁ ନା କ'ଣ? ମା, ଆପଣ ସବୁବେଳେ ଏମିତି ଝଗଡ଼ା କରିବାକୁ କାହିଁକି ଚାହୁଁଛନ୍ତି? ହଁ ମା, ଲାଗୁଛି ଯେମିତି ଆପଣଙ୍କର ସିଂହ ବାହାରିଗଲାଣି। ଆରେ ତୁମର ତ ପାଟି ଖୋଲିବାକୁ ଲାଗିଲାଣି। ବାହାଘରର 4 ଦିନ ବି ହେଇନି, ଆଉ ତୁମେ ମାନେ ତ ମୁହଁରେ ଜବାବ ଦେବା ଆରମ୍ଭ କରିଦେଲଣି। ପାଟି ଖୋଲିବନି ତ ଆଉ କ'ଣ ହେବ? ଏଠି ତ କିଛି ଖାଇବାକୁ ମିଳୁନି, ଆଉ ଶୁଣିବାକୁ ବହୁତ କଥା ମିଳୁଛି। ଆରେ ତୋର ତ ଭାରି ସାହସ, ତୁ ମତେ ଏତେ କଥା କହୁଛୁ। ମା, ଆପଣ ଚିନ୍ତା କରନ୍ତୁନି, ଝଗଡ଼ା ବି କରନ୍ତୁନି। ଆମେ ସକାଳୁ କାଠ ଆଣିବାକୁ ଯାଇଥିଲୁ, କାଠ ବି ନେଇ ଆସିଛୁ।
ମୁଁ ଯାଇ ଦେଖେ କ'ଣ ରୋଷେଇ ହେଇପାରିବ। ମୁଁ ଯାଇ ଏବେ ରୋଷେଇ କରିଦଉଛି। ଯା ଆଉ କର। ଆଉ ହଁ, ମତେ ଆଉ ମୋ ପୁଅକୁ ଖାଇବା କେବେ ହେଲେ କମ୍ ଯେମିତି ନ ପଡ଼େ, ମୁଁ ଖାଲି ସେଇ କଥା ଜାଣିଛି। ମା, ଜମା ହେଲେ ବି କମ୍ ପଡ଼ିବନି। ମୁଁ ଏବେ ଯାଉଛି। ଦିଦି, ଏ କ'ଣ ଆମକୁ ତ ଭଲରେ ଖାଇବାକୁ ବି ମିଳୁନି। ଆମକୁ ଦିନ ସାରା କାମ କରିବାକୁ ପଡ଼ୁଛି। ଆଉ ଏ ମା ପୁଅ ତ ଭଲ ଭାବରେ ଖାଉଛନ୍ତି, ହେଲେ ଆମେ କିଛି ହେଲେ ଖାଉନୁ। ହଁ ହଁ, ଦିଦି ପୁରାପୁରି ଠିକ୍ କହୁଛି। ଶୁଣ, ବାପା ଆମକୁ କ'ଣ କହିଥିଲେ? ବାପା ଏଇ ଘରେ ଆମ 3 ଜଣଙ୍କୁ ଏକାଠି ବାହା ଦେଇଥିଲେ, ଯାହା ଫଳରେ ଆମେ ଜଣ ଅନ୍ୟ ଜଣଙ୍କର ସମସ୍ୟାକୁ ବୁଝିପାରିବୁ ଆଉ ମିଳିମିଶି ଚଳିପାରିବୁ। ଦିଦି, ମୋତେ ତ ଏଇ ଶାଶୁ ଭାରି କୁର୍ପଣ ଭଳି ଲାଗୁଛି। ଯୋଉଦିନ ମୋତେ କିଛି କହିବ ନା, ତୁମେ ଦେଖିବ ହାତ ଗୋଡ଼କୁ ବାନ୍ଧି ବିଛଣାରେ ପକେଇଦେବି। ଆରେ, ଏମିତି କ'ଣ କହୁଛୁ? ନା ନା, ଏମିତି କୁହନ୍ତିନି। ମୁଁ ରୋଷେଇ କରୁଛି ନା, ମୁଁ ସବୁ ବୁଝି ନେବି। ଦିଦି, କ'ଣ ଦେଖିବ? ଖାଇବାକୁ ତ ଦେଖି ଲାଗୁଛି ଇଏ କେବଳ 2-3 ଜଣଙ୍କର ଖାଇବା। ଆଉ ଏତେ ଲୋକ ଏଥିରେ କେମିତି ଖାଇବେ? ଆରେ, ରୋଷେଇ ସରିଗଲା? ହଁ ମା, ହଉ ନେଇ ଆସେ। ଆରେ, ଖାଇବା ଆଣେ। ଖାଇବା ଆଣିବାରେ ଏମିତି କଞ୍ଜୁସି କାହିଁକି କରିଛୁ? ମତେ ଭଲ ଭାବରେ ଖାଇବାକୁ ଦେ, ଆଉ ମୋ ପୁଅମାନଙ୍କୁ ବି। ଥାଉ ମା, ମୋର ତ ହେଇଗଲା। ମୋର ଯାହା ଖାଇବା କଥା ମୁଁ ଖାଇଦେଲି। ଏବେ ତୁମେ ଯାହା ଖାଇବ ଖାଅ। ହଉ ଚାଲ, ଏବେ ଯାହା ବଞ୍ଚି ଯାଇଛି ତୁମେମାନେ ମିଶିକି ଖାଇଦିଅ। କ'ଣ ବଞ୍ଚିଗଲା? କିଛି ବି ବଞ୍ଚିନି। ଏତିକି ମାତ୍ର ଖାଇବା ଅଛି। ଦିଦି, ଖାଇବାକୁ ଦେଖି ଆଜି ତ ଲାଗୁଛି ଆଜି ଆମକୁ ପାଣି ପିଇ ଶୋଇବାକୁ ହେବ। ହଁ, କ'ଣ କରିବା? ଆମକୁ ତ ଏଇଆ କରିବାକୁ ହେବ। ଆମ ଭାଗ୍ୟରେ ତ ଏଇଆ ଅଛି। ଆରେ, କେମିତି ଅଛୁ? କ'ଣ ସବୁ ଚାଲିଛି? କ'ଣ ଆଉ କହିବି? ମୁଁ ତ ମୋ ପୁଅମାନଙ୍କର ବାହାଘର କରି ଲାଗୁଛି ଯେମିତି ଅସୁବିଧାକୁ ଡାକି ଆଣିଛି। ଆରେ, କ'ଣ ହେଲା? ମୁଁ ତ ମୋ ବୋହୂକୁ ଭଲ ଭାବରେ ରଖିଛି। ସେମାନେ ତ ବହୁତ ଭଲ। ମୁଁ ତାଙ୍କୁ ମୋ ଝିଅ ଭଳି ଭାବୁଛି। ସେମାନେ ବି ମୋତେ ତାଙ୍କ ମା ଭଳି ଭାବୁଛନ୍ତି। ଆରେ, ତୁ କ'ଣ କହୁଛୁ? ମୋ ଭିତରେ କିଛି କମି ଅଛି ନା କ'ଣ? ତୁ ଏଇଆ କହିବାକୁ ଚାହୁଁଛୁ? ଆରେ, ମୁଁ ତତେ ପିଲାବେଳୁ ଜାଣିଛି। ଆଉ ମୁଁ ଜାଣିଛି ତୁ କ'ଣ କ'ଣ କରିପାରିବୁ। ତୁ ମୋ ଭିତରେ କିଛି କମି ଖୋଜନା। ମୋ ଭିତରେ କିଛି ହେଲେ କମ୍ ନାହିଁ। ତୁ ଏବେ ଏଠାରୁ ଯା। ହଉ, ଠିକ୍ ଅଛି, ମୁଁ ଯାଉଛି। ଆରେ ପିଲାମାନେ, ରୁହ, କୁଆଡ଼େ ଯାଉଛ? ମୁଁ ତୁମମାନଙ୍କ ପାଇଁ ଗୋଟେ ଖବର ନେଇକି ଆସିଛି। ଭାରି ଦୁଃଖର କଥା, ତୁମ ବାପା ଆଉ ଏ ଦୁନିଆରେ ନାହାନ୍ତି। ତୁମ ବାପା ମୋତେ କହିଛନ୍ତି ତୁମମାନଙ୍କୁ ସାହାଯ୍ୟ କରିବାକୁ। କୁହ, ତୁମର କ'ଣ ସାହାଯ୍ୟ ଦରକାର? ତୁମ ବାପା ମୃତ୍ୟୁ ଶଯ୍ୟାରେ ଥିଲା ବେଳେ ମୁଁ ତାଙ୍କୁ କହିଥିଲି ତାଙ୍କର ଆଉ କ'ଣ ଦରକାର ସେ କୁହନ୍ତୁ, ହେଲେ ସେ ମନା କଲେ। ସେ କହିଲେ ମୋ 3 ଝିଅଙ୍କୁ ତୁମେ ସାହାଯ୍ୟ କରିବ ସବୁବେଳ ପାଇଁ। କୁହ, ତୁମର କ'ଣ ସାହାଯ୍ୟ ଦରକାର? ଆରେ, ଆମ ବାପା ଆଉ ନାହାନ୍ତି। ବାପା, ତୁମେ କୁଆଡ଼େ ଚାଲିଗଲ? ଦିଦି, ଏସବୁ କ'ଣ ହେଇଗଲା? ପିଲାମାନେ, ଆଉ କାନ୍ଦନି। ତୁମେମାନେ ଯେତେବେଳେ ଅସୁବିଧାରେ ଥିବ ମୁଁ ତୁମକୁ ସାହାଯ୍ୟ କରିବି। କୁହ, ଏବେ ତୁମର କ'ଣ ଦରକାର? ବାବା, ଆମେ ଆଉ ତୁମକୁ କ'ଣ କହିବୁ? ଆମେ ତ ଭାରି ଚିନ୍ତାରେ ଅଛୁ। ଆମ ଶାଶୁ ଆଉ ସ୍ୱାମୀମାନେ, ସେମାନେ ତ ଭାରି ଅଜବ। ସେମାନେ ତ କିଛି ହେଲେ କାମ କରନ୍ତିନି। ଏପଟରେ ଶାଶୁ ହୁକୁମ ଚଲାନ୍ତି, ଖାଲି କାମ କରିବାକୁ ପଡ଼େ। ଠିକ୍ ସମୟରେ 2ଟା ଖାଇବାକୁ ବି ମିଳେନି।
ତୁମେ ମାନେ ଆଉ କ'ଣ କରୁଛ? ଆମ ମାନଙ୍କ ପାଇଁ ତ ପୁରା ଘର ଚାଲୁଛି। ଆମେ ଯଦି କାଠ ଆଣି ବିକ୍ରି ନ କରିବୁ ତାହେଲେ ଘର ବି ଚଳିବନି। ହଉ, କିଛି କଥା ନାହିଁ, ମୁଁ ତୁମମାନଙ୍କୁ ସାହାଯ୍ୟ କରୁଛି। କାଲି ସକାଳେ ତୁମେମାନେ ଯେତେବେଳେ ଉଠିବ ତୁମେ ଦେଖିବ ତୁମ ଘର ଅଗଣାରେ ଗୋଟେ କଦଳୀ ଗଛ ଥିବ, ଆଉ ସେ ଗଛ ହିଁ ତୁମକୁ ସାହାଯ୍ୟ କରିବ। ଆରେ ଏଇ ଦେଖ କଦଳୀ ଗଛ, ଇଏ କେମିତି ଉଠିଲା? ଲାଗୁଛି ଏଇ ପୋଡ଼ା ମୋହି ମାନେ ୟାକୁ ଏଠି ଲଗେଇଛନ୍ତି। ହେଲେ ପଛପଟ ବଗିଚାରେ ତ କେତେ କଦଳୀ ଗଛ ଅଛି। ଏମାନେ ଏଇ ଘର ଆଗରେ ୟାକୁ କାହିଁକି ଲଗେଇଛନ୍ତି? ଶୁଣୁଛ, କୁଆଡ଼େ ଗଲ? ପୋଡ଼ା ମୋହି ମାନେ ଘରେ ଅଛ ନା ନାହିଁ? ଆରେ କଦଳୀ ଗଛ, ତା ମାନେ ବାବା ଠିକ କଥା କହୁଥିଲେ। ମୁଁ ଯାଏ ଆଉ ଦିଦି ମାନଙ୍କୁ ଡାକି ଆଣେ। ଆରେ ଇଏ କ'ଣ କହୁଥିଲା? ବାବା କଦଳୀ ଗଛ? ମୁଁ ଆଗେ ଭଲ ଭାବରେ ବୁଝେ କଥାଟା କ'ଣ, ତାପରେ ଏମାନଙ୍କର ଭଲ ଭାବରେ ଖବର ନେବି। ଏମାନେ ମୋ ନାକ ତଳେ କ'ଣ ସବୁ କରୁଛନ୍ତି। ତା ମାନେ ସେଇ ବାବା ଠିକ କଥା କହୁଥିଲେ। ସେ ଆମକୁ ସାହାଯ୍ୟ କରିବାକୁ ଆସିଛନ୍ତି। ଆମକୁ ଏଇ କଥାକୁ ବୁଝିବାକୁ ହେବ। ହଁ ଦିଦି, ହେଲେ ମା ଯଦି ଜାଣିଯିବେ? ତୁ ଚିନ୍ତା କରନା, ଆମେ ଆଗେ ଦେଖିବା ଏଇ କଦଳୀ ଗଛ ଆମକୁ କେମିତି ସାହାଯ୍ୟ କରୁଛି। ସେ କଥା ଆଗେ ବୁଝିବା। ଆମ ବଗିଚାରେ ତ କେତେ କଦଳୀ ଗଛ ଅଛି, ଆଉ ଏଇ କଦଳୀ ଗଛରେ ତ ଫଳ ବି ନାହିଁ। କେଜାଣି ଇଏ ଆମକୁ କେମିତି ସାହାଯ୍ୟ କରିବ? ହଁ ଦିଦି, ସେଇ କଥା ତ ମୁଁ ବି ବୁଝିପାରୁନି। ଯଦି କିଛି ନ ହୁଏ ଶାଶୁ ମା ତ ତାକୁ କାଟିକି ଫୋପାଡ଼ି ଦେବେ। ତୁ ଜମା ଚିନ୍ତା କରନା, ଚାଲ ଦେଖିକି ଆସିବା କ'ଣ ହେଇଛି। ଆରେ ବାପରେ, ଏ କ'ଣ ଏତେ ସାରା ସୁନାର ମୁଦ୍ରା? ଦିଦି, ଆମେ ତ ଏବେ ଧନୀ ହେଇଗଲେ। ଆରେ ତୁ ରହ, ତୁ ଏତେ ଜମା ଖୁସି ହୋ ନା। ଏତେ ସାରା ସୁନାର ମୁଦ୍ରା, ତା ମାନେ ଆମେ ଯେତେବେଳେ ବି ମନ ଦୁଃଖରେ ରହିବୁ ଆମକୁ ଏମିତି ସୁନାର ମୁଦ୍ରା ମିଳିବ। ଶୁଣ, ଚାଲ ଆମେ ୟାକୁ ଘରେ କୋଉଠି ଲୁଚେଇ ଦେବା, ଆଉ ୟା ଭିତରୁ ଗୋଟିଏ ଗୋଟିଏ ମୁଦ୍ରାକୁ କାଢ଼ି ଖର୍ଚ୍ଚ କରିବା। ଘରେ ଆମର ଯାହା ବି ଆବଶ୍ୟକୀୟ ଜିନିଷ ଦରକାର ସେ ସବୁକୁ କିଣିଦେବା। କାହାକୁ ହେଲେ ଆଉ ଭୋକରେ ଶୋଇବାକୁ ପଡ଼ିବନି, ନା ଘର ଲୋକଙ୍କୁ ନା ଆମକୁ। ହଁ ଦିଦି, ତୁମେ ପୁରାପୁରି ଠିକ କହୁଛ। ଚାଲ ଆମେ ଏଇ ଥଳିକୁ ନେଇ ଭିତରକୁ ଯିବା। ଏଇ ଗରିବ ଘରୁ ଆସିଥିବା ଝିଅମାନେ ଧନୀ ହେବେ। ଏମାନେ ଧନୀ ହେଲେ ମୋତେ ତାଙ୍କ ପାଦ ତଳେ ରଖିବେ। ଏଇମାନେ ତ ଏଇ କଥା ଭାବୁଛନ୍ତି। ମୁଁ ଠିକ ଜାଣିଛି, ଏଇ ପୋଡ଼ା ମୁହିଁ ମାନେ ତ ଏଇଆ ଭାବୁଛନ୍ତି। ମୁଁ ତ ଏମିତି ହେବାକୁ ଦେବିନି। ନା ଥିବ ବାଉଁଶ, ନା ବାଜିବ ବଇଁଶୀ। ମୁଁ ତ ଏଇ ଗଛକୁ ହାଣିଦେବି, ତାପରେ ଏମାନେ ମୋ ପାଦ ତଳେ ରହିବେ। ମୁଁ ଯେମିତି କହିବି ଏମାନେ ସେମିତି କରିବେ। ହଁ, ମୁଁ ଯାଉଛି, ଏବେ ଯାଉଛି। ନା ନା, ମୁଁ ଟିକେ ସମୟ ରହିଯାଏ ଆଉ ଦେଖେ ଇଏ ସବୁ କ'ଣ କରୁଛନ୍ତି। ଆରେ ମୁଁ ଟିକେ ମୋ ସାଙ୍ଗରେ ଦେଖା କରିକି ଆସୁଛି। ତୁମେ ସମସ୍ତେ ଖରାବେଳର ଖାଇବା ତିଆରି କରିଦେବ। ହଉ ମା। ସାନ, ଏଇ ଦେଖ, ମୁଁ ଆଜି କେତେ ସାରା ଜିନିଷ ଆଣିଛି। ତୁ ସବୁତକ ରୋଷେଇ କର। ଆଜି ଆମେ ବହୁତ ଖାଇବା, ଆଉ ମନ ଖୁସି କରି ଖାଇବା। ହେଲେ ଦିଦି, ମା ଯଦି ଜାଣିଯିବେ ଆଉ ସେ ପଚାରିବେ ଏତେ ସବୁ ଜିନିଷ ପାଇଁ ଟଙ୍କା କୋଉଠୁ ଆସିଲା, ସେତେବେଳେ ଆମେ କ'ଣ କହିବା? ଆରେ ସେ କଥା ଆମେ ପରେ ଦେଖିବା। କେତେ ଦିନ ହେଲା
ଆମେ ଭଲରେ ଦିଟା ଖାଇନେ। ଚାଲ ପ୍ରଥମେ ରୋଷେଇ କରି ମନ ଭରି ଖାଇବା। ଆରେ ଇଏ କ'ଣ? ଏଠି ତ ଭୋଜି ଚାଲିଛି। ତୁମେ ମାନେ କ'ଣ ପାର୍ଟି କରୁଛ? ମୁଁ ନଥିଲା ବେଳେ ଏତେ ଟଙ୍କା କୁଆଡ଼ୁ ଆସିଲା? ମା, କଥା କ'ଣ କି ଆଜି କାଠ ହାଣିକି କିଛି ଅଧିକ ଟଙ୍କା ମିଳିଥିଲା। ଆଚ୍ଛା ମା, ଆସ ତୁମେ ବି ଖାଅ ନା। ମା, ସେମାନଙ୍କ ପାଇଁ ବି ଆମେ ରଖିଦେଇଛୁ, ସମସ୍ତେ ମିଳିମିଶି ଖାଇବା। ହଉ ଦିଅ ତ, ମୁଁ ଟିକେ ଚାଖିକି ଦେଖେ। ଆରେ ଶୁଣୁ, ମତେ ତ ଡାଲିରେ କିଛି କଳା ଥିଲା ବୋଲି ଜଣା ପଡୁଛି ଟିକୁ। ମା, ତୁମେ ଇଏ କ'ଣ କହୁଛ? ଆରେ ହଁ, ପୁରା ସତ କଥା। ତୁମ ସ୍ତ୍ରୀ ମାନଙ୍କୁ ଗୋଟେ କଦଳୀ ଗଛ ମିଳିଛି, ଆଉ ସିଏ ସୁନାର ମୁଦ୍ରା ଦେଉଛି। ମା, ଇଏ ତ ବହୁତ ଭଲ କଥା। ଆମକୁ ଆଉ କିଛି କରିବାକୁ ପଡ଼ିବନି। ଆମେ ଆରାମରେ ବସିକି ଖାଇବୁ। ଆମ ସ୍ତ୍ରୀ ମାନେ କୁଆଡ଼େ ଗଲେ ଆମେ ଯାଉ ଆଉ ତାଙ୍କୁ ଟିକିଏ ଦେଖା କରିକି ଆସୁ। ଆରେ ଶୁଣୁ ତ, ଆରେ ଇଏ ତ ହେବାର ଥିଲା। ଏଇ କଦଳୀ ଗଛ ପାଇଁ ମୋ ପୁଅ ମାନେ ବି ଏଠାରୁ ଚାଲିଗଲେ। ମୁଁ ତ ଏଇ କଦଳୀ ଗଛକୁ ଜମା ହେଲେ ରଖିବିନି। ମତେ କିଛି ନା କିଛି କରିବାକୁ ହେବ। ଆରେ ମରିଗଲି ରେ। ବୋହୂମାନେ କୁଆଡ଼େ ଗଲ? ଜଲ୍ଦି ଆସ, ମରିଗଲି ରେ। ଆରେ ମା, ତୁମେ ଏଠାକୁ କାହିଁକି ଆସିଲ? ଆରେ ତୁମେ ମାନେ ତ ଜାଣି ସାରିଥିବ ମୁଁ ଏଠାକୁ କାହିଁକି ଆସିଛି, ଆଉ ମୋ ସାଙ୍ଗରେ କ'ଣ ହେଇଛି। ମତେ କିଏ ବଞ୍ଚାଅ। ମୁଁ ତ ଏଠାରୁ ଆଉ ଉଠି ପାରୁନି। ମତେ ଯେମିତି ବାତ ମାରିଛି। ମା, ଚାଲନ୍ତୁ, ଆମେ ପ୍ରଥମେ ଆପଣଙ୍କୁ ଘରକୁ ନେଇ ଯାଉଛୁ। ମା, ତୁମେ ତ କୂଟନୀତି କରିବା ଛାଡ଼ିବନି। ସେଇଥିପାଇଁ ଏସବୁ ସମସ୍ୟା ହେଉଛି। କେତେ ବଢ଼ିଆ ଖାଇବାକୁ ମିଳୁଥିଲା, ମାଛ ମିଳୁଥିଲା, ହେଲେ ତୁମକୁ ଶାନ୍ତି କାହିଁ? ଚାଲ ଭାଇ, ଏବେ ତ ଗୋଟିଏ ନୂଆ ଅସୁବିଧା ଆସିଗଲା। ଏବେ ମାଆକୁ ଶୋଇକି ହିଁ ରଖ। ଆରେ ଏମିତି କଲେ ତ ମୁଁ ମରିଯିବି। ବୋହୂମାନେ, ତୁମେ ମାନେ ତ ଏଇ ଚମତ୍କାରୀ ଗଛକୁ ଆଣିଛ। ମତେ ବି ବଞ୍ଚେଇ ଦିଅ, ବଞ୍ଚେଇ ଦିଅ। ମା, ଆମେ ବା କ'ଣ କରିପାରିବୁ? ତୁମକୁ କିଏ କହିଥିଲା ସେଇ କଦଳୀ ଗଛ ପାଖକୁ ଯିବାକୁ? ସବୁ କିଛି ତ ଠିକ୍ ଠାକ୍ରେ ଚାଲିଥିଲା। ଯଦି ତୁମେ ସେଇ ଗଛ ବିଷୟରେ ଜାଣି ଦେଇଥିଲ, ତୁମେ ତ ତାକୁ ରହସ୍ୟ କରି ରଖିବାର ଥିଲା। ତୁମର କ'ଣ ଦରକାର ଥିଲା ସେଠାକୁ ଯିବା? ହଁ ମା, ତୁମେ ଭାବିଲ ଏଇ କଦଳୀ ଗଛକୁ ହାଣିଦେବ ଆଉ ତିନି ଭଉଣୀଙ୍କୁ ଦୁଃଖରେ ରଖିବ, ଏଇଆ ନା? ଆରେ ସମସ୍ତେ ମତେ କ୍ଷମା କରିଦିଅ ଆଉ ମତେ ବଞ୍ଚେଇ ଦିଅ। ଏମିତିରେ ତ ମୁଁ ମରିଯିବି। ଶୁଣ, ତୁମେ ଦୁଇ ଜଣ ମୋ ସାଙ୍ଗରେ ଜଙ୍ଗଲକୁ ଚାଲ। ହୁଏତ ସେଇ ତାନ୍ତ୍ରିକ ବାବା ଆମ କଥାକୁ ମାନି ନେବେ। ହଁ ଦିଦି, ଚାଲ। ଆରେ ତୁମେ ତିନି ଜଣ ଆସିଛ, କ'ଣ କିଛି ଅସୁବିଧା ହେଇଛି କି? କୁହ ମତେ। ବାବା, ଆପଣ ତ ଜାଣିଛନ୍ତି ଆମ ଶାଶୁଙ୍କ ସାଙ୍ଗରେ କ'ଣ ହେଇଛି। ସିଏ ସେଇ କଦଳୀ ଗଛକୁ ଓପାଡ଼ିବାକୁ ଯାଇଥିଲେ, ଆଉ କଦଳୀ ଗଛ ତାକୁ ଦଣ୍ଡ ଦେଇଛି। ଆରେ ଇଏ ତ ହେବାର ଥିଲା। ମୁଁ ତ ତୁମକୁ ପ୍ରଥମରୁ କହିଥିଲି, ଯିଏ ବି ତୁମ କଦଳୀ ଗଛର କ୍ଷତି କରିବାକୁ ଆସିବ, କଦଳୀ ଗଛ ତାକୁ ଦଣ୍ଡ ଦେବ। ଆଉ ତାକୁ ତ ଦଣ୍ଡ ଏବେ ମିଳିଗଲା। ନା ନା, ଆମେ ଏତେ ଖରାପ ନୁହଁ। ଆମେ କେବେ ଚାହିଁବୁନୁ ଆମ ପାଇଁ ଆମ ଘରେ କିଏ କଷ୍ଟରେ ରହୁ, କିଏ ଦଣ୍ଡ ପାଉ। ବାବା, ଆପଣ ଗୋଟିଏ କାମ କରନ୍ତୁ, ଆପଣ ତାଙ୍କୁ ଠିକ୍ କରି ଦିଅନ୍ତୁ। ହଉ, ତୁମେ ମାନେ ବହୁତ ଭଲ। ତୁମେ ମାନେ ଭଲ ଝିଅ।
ତୁମେ ତୁମ ଶାଶୁ ପାଇଁ ଏତେ ଭଲ ଭାବୁଛ। ଅନ୍ୟ ଝିଅମାନେ ଏମିତି ଭାବିବେନି। ସେମିତିକା ଶାଶୁ ପାଇଁ ଯୋଉ ଶାଶୁ ତାଙ୍କୁ ଏତେ ହଇରାଣ କରିଛି, ଏତେ କଷ୍ଟ ଦେଇଛି। କିଛି କଥା ନାହିଁ, ସେ ଆମ ପରିବାରର ସଦସ୍ୟ। ତୁମେ ତାଙ୍କୁ ଠିକ୍ କରିଦିଅ ବାବା। ହଉ, ତାହେଲେ ତୁମେମାନେ ଏଇ ଫୁଲକୁ ନେଇଯାଅ, ତା ମୁଣ୍ଡ ଉପରେ ରଖିଦେବ। ସେ ଧୀରେ ଧୀରେ ଠିକ୍ ହେଇଯିବ। ଆଉ ହଁ, ତାକୁ କହିବ ସେ ଯଦି ପୁଣି ଅତ୍ୟାଚାର କରିବ ତାହେଲେ ବହୁତ ଖରାପ ହେବ। ଏବେ ତୁମେମାନେ ଯାଅ, ଯାଅ ଏଠାରୁ। ଆରେ ମୋ ହାତ, ମୋ ଗୋଡ଼ ପୁଣି ଥରେ ଚାଲିବାକୁ ଲାଗିଲାଣି। ଆରେ ମୁଁ ତ ଏବେ ଛିଡ଼ା ହେଇ ପାରୁଛି। ମୁଁ ଠିକ୍ ହେଇଗଲି, ମୁଁ ପୁରାପୁରି ଠିକ୍ ହେଇଗଲି। ହଁ ମା, ଏବେ ତୁମେ ଠିକ୍ ହେଇଗଲ। ଝିଅମାନେ ମୋତେ କ୍ଷମା କରିଦିଅ। ମୋ ଦ୍ୱାରା ବହୁତ ବଡ଼ ଭୁଲ ହେଇଯାଇଛି। ଝୁମୁରି ମୋତେ ସବୁବେଳେ କୁହେ ତୁମକୁ ନିଜ ଝିଅ ଭାବିବା ପାଇଁ, ହେଲେ ମୁଁ ପୋଡ଼ାମୁହିଁ ସବୁବେଳେ ତୁମକୁ ଅନ୍ୟ ଘରର ଝିଅ ବୋଲି ଭାବେ। ମୋତେ କ୍ଷମା କରିଦିଅ, ତୁମେମାନେ ମୋତେ କ୍ଷମା କରିଦିଅ। ମୁଁ ଏବେ ତୁମମାନଙ୍କ ସହ ଭଲରେ ରହିବି, କାହାକୁ ଆଉ ହଇରାଣ କରିବିନି। ମା, ତୁମେ ଚିନ୍ତା କରନି, ଏବେ ସବୁ କିଛି ଠିକ୍ ହେଇଯାଇଛି। ମା, ଆମେ ଚାହୁଁଛୁ କିଛି କାମ କରିବାକୁ, ଏମିତି କାମ ଯୋଉ କାମ ପରିବାରର ସବୁ ସଦସ୍ୟ ମିଳିମିଶି କରିପାରିବେ। ତୁମେମାନେ କୋଉ କାମ କଥା କହୁଛ? ଶୁଣ, ମୋ ଦ୍ୱାରା ତ କିଛି କାମ ହେଇପାରିବନି। କାମ ତ କରିବାକୁ ହେବ। କାମରେ ସମସ୍ତଙ୍କ ସହଯୋଗ ଆବଶ୍ୟକ। ଆମେ ଚାହୁଁଛୁ ଆମେ ଗୋଟେ ହୋଟେଲ ଖୋଲିବା, ଆଉ ସେଇ ହୋଟେଲରେ ତ ସମସ୍ତଙ୍କର ସାହାଯ୍ୟ ନିହାତି ଦରକାର। ଦେଖିଲ, ତୁମେମାନେ ତ କାମଧନ୍ଦା କରିବାକୁ ଚାହୁଁନଥିଲ। ଏବେ ଦେଖୁଛ ଆମ ହୋଟେଲ କେତେ ଭଲ ଭାବରେ ଚାଲିଛି। ଏସବୁ ତ ଆମ ବୋହୂମାନଙ୍କ ପାଇଁ ହେଇଛି। ହଁ ମା, ତୁମେ ପୁରାପୁରି ଠିକ୍ କଥା କହୁଥିଲ। ଏଇ 3 ଜଣ ସବୁ କିଛି ବଦଳେଇ ଦେଇଛନ୍ତି। ଏବେ ସବୁ କିଛି ଭଲରେ ଚାଲୁଛି। ମା, ସତରେ ପରିଶ୍ରମର ରୋଜଗାର ବହୁତ ଭଲ ହେଇଥାଏ।